2025-27 ବ୍ୟାଚ୍ ର ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ରେ ବିଏଡ୍ ଆଡମିସନ ପାଇଁ କି ପିଲାମାନେ ସିଟ୍ ରିଜର୍ଭ କରି ସାରିଲେଣି 90%। ବର୍ତ୍ତମାନ କୋଉ ମାସ ମେ 3 ତାରିଖ ଆଜି ଭିडिଓ ରେକର୍ଡ କରୁଛେ ତ ବହୁତ ପିଲା କରି ସାରିଲେଣି 90% ପାଖାପାଖି। ଆଉ କମ୍ ସିଟ୍ ରହିଯାଇଥିବ ଦେଖିବେ ଠିକ୍ ଯେତେବେଳେ ଜୁନ୍ ଏଣ୍ଡ ହବ ନା ଆଉ କମ୍ ସିଟ୍ ରହିଯାଇଥିବ। ଗ୍ରାଜୁଏସନ ସାରୁ ସାରୁ ପିଲା ସିଟ୍ ରିଜର୍ଭ କରିଦେଉଛନ୍ତି କିମ୍ବା ଓଡ଼ିଶା ବିଇଡି ଯେତେବେଳେ କନଫିଡେଣ୍ଟ ପାଉନି ଯେ ମାର୍କ ରହିବନି କରିଦେଉଛନ୍ତି। ତ ଡେରି କରିବେ ନା ଆପଣଙ୍କୁ ପ୍ରାଇସ୍ ହାଇକ୍ ହେବାର ସମ୍ଭାବନା ଆସିପାରେ କାହିଁକି ନା ନେକ୍ସଟ ଇୟରଠୁ ଲାଗୁଛି ଏନଟିଏ ଅଣ୍ଡରରେ ଏଣ୍ଟ୍ରାନ୍ସ ହେଇକି ହିଁ ଆଡମିସନ ହବ। ସୋ ଯୋଉ ଆମର ଥିଲା ମ୍ୟାନେଜମେଣ୍ଟ କୋଟାରେ ଯୋଉ ଆଡମିସନ ଆମେ କରୁଥିଲେ ବା ସ୍ପଟ ଆଡମିସନ କରୁଥିଲେ ତା ବୋଧେ ଏଇଟା ଶେଷ ଥର ହବ। ସୋ ଆଉ ଡେରି କର ନାହିଁ, ଯଦି ଯିଏ ଆଡମିସନ କରିବା କଥା କ୍ୱିକଲି ସିଟ୍ ଟେ ବୁକ୍ କରି ରଖିଦିଅ କୌଣସି ଗୋଟେ ଇନଷ୍ଟିଚ୍ୟୁଟ ପାଖରେ, ନାଇଁକି ନା ସେତେବେଳକୁ ସିଟ୍ ବି ନଥିବ। ରାଇଟ୍, ଏଇଟା ଗୋଟେ ମାନେ ଚାଲାକିର ପରିଚୟ ହବ ଯଦି ସିଟ୍ ରିଜର୍ଭ କରି ରଖିଦିଅନ୍ତି। ଟଙ୍କା 1000, 2000, 5000, 10,000 ଦେଇକି ସିଟ୍ ବୁକ୍ କରିଦେଲେ ଆପଣଙ୍କୁ ଆଗକୁ କୌଣସି ଅସୁବିଧା ହୁଏନି ପ୍ରାଇସ୍ ହାଇକ୍ କାରଣରୁ।